Hello everyone. Hello ପିଲାମାନେ and very very morning all and welcome you all to Move On YouTube channel. ସମସ୍ତଙ୍କୁ Move On YouTube channel ୱେଲକମ୍ କରୁଛି ମୁଁ ସତ୍ୟ ସାର୍। ଯେମିତି ପିଲାମାନେ ଆପଣମାନଙ୍କର ରିଟାୟାର ରିଗାର୍ଡିଂ ରିଟାୟାର ଆପ୍ଲାଇକୁ ତ୍ୱରାନ୍ୱିତ କରିବା ପାଇଁ ଆପ୍ଲାଇ ଷ୍ଟାର୍ଟ କରିବା ପାଇଁ ତ୍ୱରାନ୍ୱିତ ତ ଅଲଗା କଥା ଷ୍ଟାର୍ଟ କରିବା ପାଇଁ ଆପଣମାନଙ୍କର ଷ୍ଟ୍ରାଇକ୍ ଗତକାଲି ପିଲାମାନେ କରିଥିଲେ। ଖାଲି ଗତକାଲି ନୁହେଁ, ଷ୍ଟ୍ରାଇକ୍ ଚାଲିଛି, ଷ୍ଟ୍ରାଇକ୍ ସରିନି। ବାକି ଗତକାଲି ପିଲାମାନେ ଡେଲିଗେସନ୍ ଟିମ୍କୁ ଭେଟିଥିଲେ। ଆଉ କ'ଣ ଥିଲା ଡେଲିଗେସନ୍ ଟିମ୍ର ରିପ୍ଲାଏ ଅଛନ୍ତି ଆପଣଙ୍କ ଆଡ଼ିସନାଲ୍ ସେକ୍ରେଟାରୀ ଏସ୍ଏମ୍ଇର ଆଡ଼ିସନାଲ୍ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଏସ୍ଏମ୍ଇର ଯିଏ ଅଛନ୍ତି ସିଏ ତାଙ୍କର ରିପ୍ଲାଏ କ'ଣ ଥିଲା ତାଙ୍କୁ ପିଲାମାନେ ଦେଖା କରିଥିଲେ, ଭେଟିଥିଲେ। ତା ରିଗାର୍ଡିଂ ଭିଡ଼ିଓଟି ତ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ସମସ୍ତେ ଯେଉଁମାନେ ଚ୍ୟାନେଲକୁ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ ମାରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ଟିକେ କରନ୍ତୁ। ଆପଣ ଜାଣିଥିଲେ ଯେ ପିଲାମାନେ ଷ୍ଟ୍ରାଇକ୍ରେ ବସିଛନ୍ତି ଅଲରେଡ଼ି। ଆପଣମାନଙ୍କର 18 ତାରିଖରୁ ଷ୍ଟ୍ରାଇକ୍ କରୁଛନ୍ତି, ଗତକାଲି ଠାରୁ ଷ୍ଟ୍ରାଇକ୍ କରିଛନ୍ତି। ଆଣ୍ଡ ଏଥିଲା ଆପଣଙ୍କ ଷ୍ଟ୍ରାଇକ୍ର କିଛି ଫଟୋ। ଆହୁରି ପିଲାମାନେ ଥିଲେ, ବହୁତ ପିଲା ଯାଇଥିଲେ ଷ୍ଟ୍ରାଇକ୍ରେ। ଯେଉଁ ସଂଖ୍ୟା ଦରକାର ଥିଲା ସେ ସଂଖ୍ୟାଠାରୁ କମ୍ ଥିଲେ ପିଲାମାନେ, ବହୁତ ସାରା ପିଲା ମଧ୍ୟ ଯାଇନଥିଲେ। ଠିକ୍ ଅଛି, ଦ୍ୟାଟ୍ ମେ ବି ଦେୟାର ପର୍ସନାଲ୍ ରିଜନ୍, କିନ୍ତୁ ଯିବାର ଥିଲା। ମୁଁ ଆପଣଙ୍କୁ କହିବି ମଧ୍ୟ ଷ୍ଟ୍ରାଇକ୍ ଆଉ କ'ଣ ପ୍ରୋସେସ୍ ଅଛି, ଷ୍ଟ୍ରାଇକ୍ରେ ଆପଣମାନେ ଆଉ ଯୋଗଦାନ କରିପାରିବେ କି। ତ ପିଲାମାନେ କାଲି ଯେଉଁ ଡେଲିଗେସନ୍ ଟିମ୍ ପିଲାମାନେ ଭେଟିଲେ, ଯେଉଁ ଆପ୍ଲାଏ କାହିଁକି ଆରମ୍ଭ ହେଇନି, ଆପ୍ଲାଏ କ'ଣ ପାଇଁ ଡିଲେ ହେଉଛି, ଯାହା ରିପ୍ଲାଏ ଥିଲା, ଯେଉଁଟାକି ଇଟ୍ ଇଜ୍ ନଟ୍ ଏ ସାଟିସ୍ଫାକ୍ଟୋରି ରିପ୍ଲାଏ ବଟ୍ ରିପ୍ଲାଏ ଥିଲା, ଅନେଷ୍ଟ ରିପ୍ଲାଏ, ଯେ ଆପଣମାନଙ୍କର ଆପ୍ଲାଏ ପାଇଁ ଯେଉଁ ଟିଜିଟି ଓଡ଼ିଆ ହିଁ ୱାନ୍ ଅଫ୍ ଦ କଜ୍, ଆଉ କିଛି ନୁହେଁ। ଯେହେତୁ ଟିଜିଟି ଓଡ଼ିଆ ନୂଆ ପୋଷ୍ଟ ଆସିଲା, ତା'ର କ୍ୱାଲିଫିକେସନ୍ ବନା ହେବ। ବନେଇବା କାମ 5 ମିନିଟ୍ର ଚାହିଁଲେ ବନେଇଦେବେ, କିନ୍ତୁ ଡିଲେ କରୁଛନ୍ତି। ତା ସହିତ ସିଲାବସ୍ ବନା ହେବ, ଟିଜିଟି ଓଡ଼ିଆ ସିଲାବସ୍। ଟିଜିଟି ଓଡ଼ିଆର କ୍ୱାଲିଫିକେସନ୍ କ'ଣ ରହିବ, ଯେଉଁଭଳି ଭାବରେ କ୍ୱାଲିଫିକେସନ୍ OAVSର ଅଛି। OAVSର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯେଉଁ ଟିଜିଟି ଓଡ଼ିଆର କ୍ୱାଲିଫିକେସନ୍ ଅଛି, 200 ମାର୍କ ଥିବ। ଅନର୍ସ ପାସ୍ ଇଲେକ୍ଟିଭ୍ ଯେଉଁ କ୍ରାଇଟେରିଆ ଅଛି OAVSର ଟିଜିଟି ଓଡ଼ିଆର କ୍ରାଇଟେରିଆ, ସେଇ କ୍ରାଇଟେରିଆ ରହିବ ବୋଲି ଯାହା ପିଲାମାନେ ଶୁଣିଛନ୍ତି। ଆଉ ବାକି ରହିଲା ସିଲାବସ୍ ପାଇଁ ଟିଜିଟି ଓଡ଼ିଆର ସିଲାବସ୍ ବନାଇବା ପାଇଁ BSCକୁ ଦାୟିତ୍ୱ ଦିଆହେଇଛି। ଫାଇଲ୍ ହାଜ୍ ବିନ୍ ସେଣ୍ଡ ଟୁ BSC ଆଣ୍ଡ BSC ତାକୁ ପୁଟଅପ୍ କରି ସେଣ୍ଡ କରିବ। ତେଣୁ BSC ତ୍ୱରାନ୍ୱିତ କଲେ ଫାଇଲ୍ ଯିବ। ହଁ, ସେକ୍ରେଟାରୀ କହିଲେ ସାଙ୍ଗେ ସାଙ୍ଗେ BSC ଦେବ, କିଛି ଏଇଟା ଗୋଟେ ବଡ଼ ପ୍ରୋସେସ୍ ନୁହେଁ। ସେକ୍ରେଟାରୀ କାହିଁ ଡିଲେ କରୁଛନ୍ତି କି ଗଭର୍ଣ୍ଣମେଣ୍ଟ କାହିଁ ଡିଲେ କରୁଛି, ସେଇଟା ତ ସେକେଣ୍ଡାରୀ କଜ୍। ତ ଗଭର୍ଣ୍ଣମେଣ୍ଟର କହିବା କଥା BSC ପାଖରେ ଫାଇଲ୍ ଅଛି, BSC ଆମକୁ ସିଲାବସ୍ ବନେଇକି ଦେଲେ ଆମେ 5-10 ଦିନରେ ବାହାର କରିଦେବୁ। ତ BSCକୁ କହିବା ଦାୟିତ୍ୱ ସେମାନଙ୍କର। ତ ବର୍ତ୍ତମାନ ଯେଉଁ ପିଲାମାନେ ଅଛନ୍ତି ଷ୍ଟ୍ରାଇକ୍ରେ, ଏଇଟା ଥିଲା ଆନ୍ସର୍, ଏତିକି ଆନ୍ସର୍। ପିଲାମାନେ ଯେଉଁ ପଚାରିଲେ ସାର୍ ହ୍ୱାଟ୍ ଇଜ୍ ଦ ଏକ୍ଜାକ୍ଟ ଡେଟ୍, ଆପଣ କୁହନ୍ତୁ, ଡେଟ୍ କମିଟମେଣ୍ଟ କରନ୍ତୁ, ଏଇ ଡେଟ୍ କି ଏଇ ମାସ କମିଟମେଣ୍ଟ କରନ୍ତୁ। ସେ କହିଲେ ନାଇଁ, ମୁଁ ମନ୍ଥ ଆଣ୍ଡ ଡେଟ୍ କହିପାରିବି ନାହିଁ। ଯଦି ସେ ମନ୍ଥ ଆଉ ଡେଟ୍ରେ ନହେଲା, ପୁଣି ତା ପରଦିନ ଆସି ମୋତେ ପୁଣି ଷ୍ଟ୍ରାଇକ୍ରେ ଆସି ମୋତେ ପୁଣି ପ୍ରଶ୍ନ ପଚାରିବ। କିନ୍ତୁ ମନ୍ଥ ଆଉ ଡେଟ୍ ଜମା ବି ସେ ପିଲାମାନଙ୍କୁ କମିଟ୍ କଲେ ନାହିଁ। ତ ମନ୍ଥ ଆଣ୍ଡ ଡେଟ୍ କମିଟ୍ କଲେ ନାହିଁ ମାନେ ଆପଣ ତ ଷ୍ଟ୍ରାଇକ୍ରେ ଏଇ ଯେଉଁ ଉତ୍ତର, ଯେହେତୁ ଟିଜିଟି ଓଡ଼ିଆ ତିଆରି ହେଇଛି ମାନେ ଟିଜିଟି ଓଡ଼ିଆର କ୍ୱାଲିଫିକେସନ୍ ସିଲାବସ୍ ବନାଯିବ, ଏଇଟା ଗୋଟେ ଉତ୍ତର ନୁହେଁ। ଏଇଟା ଆମେ ଜାଣିଛୁ, ଯେହେତୁ ଓଡ଼ିଆ ପୋଷ୍ଟ ତିଆରି ହେଲେ ଓଡ଼ିଆ ପୋଷ୍ଟ କ୍ୱାଲିଫିକେସନ୍ ସିଲାବସ୍ ତ ଆପଣ ବନେଇବେ, ଏଇଟା ଆପଣଙ୍କ ଦାୟିତ୍ୱ। ବନେଇବା ପାଇଁ 10 ଦିନ 5 ଦିନ ସମୟ ଲାଗିବ। ଆଉ ବନେଇବା କ'ଣ ଏତେ ଦିନ ବସି ବନଉଥିବେ, ନାଇଁ ନା। ସେଥିପାଇଁ ପିଲାମାନେ କାଲି ଥିଲେ, ପିଲାମାନେ ରାତି 10ଟା ଯାଏଁ ଥିଲେ। ଯେହେତୁ ଷ୍ଟ୍ରାଇକ୍ର ପରମିସନ୍ 10ଟାରୁ 5ଟା, ରାତିରେ ବସିପାରିବେନି ସେ PMGରେ, ପୋଲିସ ଉଠେଇଦେଲା ସେମାନଙ୍କୁ। ପିଲାମାନେ ପୁଣି ଅଛନ୍ତି ଭୁବନେଶ୍ୱରରେ, ମାନେ ପୁଣି ଆଜି 10ଟା ବେଳକୁ ଯାଇ ପୁଣି ପହଞ୍ଚିବେ। ସେ ଯେଉଁ ଜାଗାରେ ଥିଲେ ସେଇ ଜାଗାରେ ପୁଣି ଆଜି 10ଟା ବେଳକୁ ଯାଇ ପହଞ୍ଚିବେ। ତ ଯେଉଁମାନେ ବି ଯୋଗଦାନ କରିବା ପାଇଁ ଚାହୁଁଛନ୍ତି ଆସନ୍ତୁ, ଆପଣ ଆହୁରି ସଂଖ୍ୟାରେ ବସନ୍ତୁ। ଯେମିତି ଗଭର୍ଣ୍ଣମେଣ୍ଟ ଉପରେ ଆଉ ଥରେ ପ୍ରେସର୍ ପଡ଼ୁଛି, ଗଭର୍ଣ୍ଣମେଣ୍ଟ ଯେ ସିଏ ସାଙ୍ଗେ ସାଙ୍ଗେ BSCକୁ କହୁ, BSCକୁ ଯଦି ଏସ୍ଏମ୍ଇର ସେକ୍ରେଟାରୀ ବା ଏସ୍ଏମ୍ଇର ଆଡ଼ିସନାଲ୍ ସେକ୍ରେଟାରୀ BSCକୁ ଫୋନ୍ କରିବେ, ଆପଣ ସିଲାବସ୍ ବନାନ୍ତୁ 5 ଦିନରେ। 5 ଦିନରେ ସିଲାବସ୍ ଆସିବ ନା, ଏଇଟା ଗୋଟେ ବଡ଼ କଜ୍ ନୁହେଁ। 5 ଦିନ 6 ଦିନରେ ସିଲାବସ୍ ଆସିବ, 2 ଦିନରେ ସିଲାବସ୍ ବନେଇ ଦେବ BSC ଓଡ଼ିଶା। ତ ସେଥିପାଇଁ ପିଲାମାନେ ଆଜି ବି ଅଛନ୍ତି ଷ୍ଟ୍ରାଇକ୍ରେ। ମୁଁ ଯାଇଥିଲି ଗତକାଲି ରାତିରେ ଦେଖା କରିବା ପାଇଁ, ସକାଳେ ଯାଇପାରିନି, ଦିନ ବେଳା ରାତିରେ ଦେଖା କରିବା ପାଇଁ ଯାଇଥିଲି। ରାତିରେ ପିଲାମାନେ ଥିଲେ, ଅପ୍ ଟୁ 10ଟା ରାତି ଯାଇ ଥିଲେ। ପୋଲିସ ମନା କଲା ପରେ ଉଠିକି ଗଲେ। ଆଜି ପିଲାମାନେ ରହିବେ, ଯେଉଁମାନେ ଆସିପାରିବେ ତ ଆସିଲେ ଆହୁରି ଭଲ ହୁଅନ୍ତା। ପିଲାମାନଙ୍କୁ ଆଉ ଟିକେ ମୋରାଲ୍ ବୁଷ୍ଟ ମିଳନ୍ତା। ଏତେ ସଂଖ୍ୟା ଦେଖିକି ତ ଗଭର୍ଣ୍ଣମେଣ୍ଟ ଆଉ ଥରେ ତ୍ୱରାନ୍ୱିତ ହୁଅନ୍ତା, ଆଉ ଥରେ ଡେଲିଗେସନ୍ ଟିମ୍କୁ ପଠାନ୍ତା। ଆପଣମାନଙ୍କୁ କୁହାଯାଇଥିଲା ଯେ ଆପଣମାନେ ଯାଆନ୍ତୁ ଭାରି, ଆପଣମାନେ କାହିଁକି ପୁଣି ରହିଲେ।
ଯେ ସାର୍ ପିଲାମାନେ ଏଇ ଦାୟିତ୍ୱ ନେଇକି ଆସିଛନ୍ତି ଯେ ଷ୍ଟ୍ରାଇକ୍ର ମୋଟ ହେଉଛି ବା ପିଲାମାନଙ୍କ ଦାବିର ମୋଟ ହେଉଛି ଯେ ଆମକୁ ଗୋଟେ ଡେଟ୍ କୁହାଯାଉ, ଏତିକି ଆମେ ଡେଟ୍ ଜାଣିଲେ ଆମେ ପଳେଇବୁ। वी शुड नो द व्हेन द अप्लाई डेट इज। बाकी टीजीटी ओडिया पोस्ट क्रिएट है, टीजीटी ओडिया क्वालिफिकेशन आसला, टीजीटी ओडिया सिलेबस बनाला, दिज आर द कॉमन रीजन्स, दिज आर द कॉमन रीजन्स। आपको फास्टेन करवा त्वरान्वित करवा दायित्व सरकार। तो जो भाई आप 18 ରୁ 22 तारीख पर्यटन स्ट्राइक परमिशन मिली 10 ରୁ 5ଟା राति स्ट्राइक परमिशन कतई मिलनी। जिते बसती आप अंडरटेकिंग देखिए इलिगाली वे बसती अंडरटेकिंग लिखती तो से कच। तो जो मैंने आसार कथा आसतु आप आउ थे प्रेसर पकातु गवर्नमेंट आहरी त्वरान्वित हो आप गोटे एक्जाक्ट डेट कमिट करूँ बीएससी को कहूँ व्हाट एवर मे बी द प्रोसेस इज ओके। दीज आर द outcomes of yesterday strike, and strike is going on till 22nd December. If you want to come to join and join and घरे बस इनफॉरमेशन मांगे पे पे से पड़े पे सपोर्ट करा पड़ो। फाइनेंशियल सपोर्ट इज नॉट नॉट ए इशू, यू हैव टू सपोर्ट देम फिजिकली। रही पे नमस्कार, जय जगन्नाथ। यदि वीडियो माध्यम किसी भी इनफॉरमेशन मिली वीडियो को लाइक करेंगे निहाती जी, चैनल को सब्सक्राइब करेंगे, पाठपढ़ा जारी रखि था, पाठपढ़ा छाड़ू ना बिकज से छाड़देले आप परिचय हरेबे। लाइफ रे रहिबार नहीं, आगु जीवार अच्छे। ऑलवेज ट्राई टू मूव ऑन इन योर लाइफ बिकॉज लाइफ इज ग्रोथ, ग्रोथ इज लाइफ। थैंक यू, गॉड ब्लेस यू एंड सब्सक्राइब द चैनल, मूव ऑन, गॉड ब्लेस यू ऑल।